ଝଙ୍କଡ଼ ବାସିନୀ ମା ଶାରଳାଙ୍କ ପୀଠରେ ଚମକିଲେ ପୁରୀ ଜିଲ୍ଲା ରଘୁରାଜପୁରରୁ ଆସିଥିବା ଗୋଟି ପୁଅ ନୃତ୍ୟ ଦଳ। ମାଙ୍କ ପବିତ୍ର ଚନ୍ଦନ ଯାତ୍ରା ଅବସରରେ ରଘୁରାଜପୁରରୁ ଛୁଟି ଆସିଥିବା ଏହି ଗୋଟି ପୁଅ ଦଳର ନୃତ୍ୟ ପରିବେଷଣ ଶ୍ରଦ୍ଧାଳୁମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ମା ଶାରଳାଙ୍କ ମନ୍ଦିରରେ ଦେବଦାସୀଙ୍କ ନୃତ୍ୟ ବହୁ ପ୍ରାଚୀନ। କାଳକ୍ରମେ ଏହି ପ୍ରଥା ପରମ୍ପରା ଲୋପ ପାଇବାକୁ ବସିଥିଲା ବେଳେ ରଘୁରାଜପୁରରୁ ଆସିଥିବା ଏକ ନୃତ୍ୟ ଦଳ ରବିବାର ରାତିରେ ଗୋଟି ପୁଅ ନୃତ୍ୟ ପରିବେଷଣ କରି ଶ୍ରଦ୍ଧାଳୁଙ୍କୁ ମନମୁଗ୍ଧ କରିଦେଇଥିଲେ। ସେମାନେ ଏହି ପରମ୍ପରାକୁ ଉଜ୍ଜୀବିତ କରିନାହାନ୍ତି, ବରଂ ଝଙ୍କଡ଼ ପୀଠର ମହାନତା ପ୍ରାଚୀନ ପରମ୍ପରାକୁ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଦିଗରେ ପ୍ରୟାସ ମଧ୍ୟ କରିଛନ୍ତି। ମନ୍ଦିର ପରମ୍ପରା ଅନୁସାରେ ମାଙ୍କ ନୀତିକାନ୍ତି ପରେ ବିଶେଷ ଭାବେ ମାଙ୍କ ଶୋଭାଯାତ୍ରା ବାହାରିଲେ ଦେବଦାସୀ ନୃତ୍ୟ ପରିବେଷଣ ହୋଇଥାଏ। ଏହି ପୀଠରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥିଲା ବେଳେ ଏକାଧିକ ନୃତ୍ୟଶିଳ୍ପୀ ସେମାନଙ୍କ ଗୋଟି ପୁଅ ନୃତ୍ୟ ପରିବେଷଣ କରିଛନ୍ତି। ରଘୁରାଜପୁରରୁ ଆସିଥିବା ଏହି ନୃତ୍ୟଶିଳ୍ପୀମାନେ କାହ୍ନୁରେ କଳା କାହ୍ନୁରେ ସଙ୍ଗୀତରେ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କ ମନ ମୋହିଛନ୍ତି। ଏଥିସହ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ସଙ୍ଗୀତ ମଙ୍ଗଳାଚରଣରେ ମଧ୍ୟ ନୃତ୍ୟ ପରିବେଷଣ କରିଛନ୍ତି। ମା ଶାରଳା ହେଉଛନ୍ତି ମହାକାଳୀ ଭୈରବୀ, କିନ୍ତୁ ତାଙ୍କର ଲୀଳାଖେଳା ଏପରି ଅପୂର୍ବ ଯେ ମାଙ୍କ ନିକଟରେ ଗୋଟି ପୁଅ ନୃତ୍ୟ ହେବା ପରେ ମାଙ୍କ ପହଡ଼ ପଡ଼ିଥାଏ। ଓଡ଼ିଶାର 8ଟି ଶକ୍ତିପୀଠ ମଧ୍ୟରୁ ଝଙ୍କଡ଼ ପୀଠ ଅନ୍ୟତମ, ଯେଉଁଠି ମା ଶାରଳା ରୂପରେ ପୂଜା ପାଉଛନ୍ତି। ମା ଜଗଜ୍ଜନନୀ ମହାପ୍ରଭୁ ଜଗନ୍ନାଥଙ୍କ ବେଶରେ ପୂଜା ପାଇଥାନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ସମସ୍ତ ରୀତିନୀତି ମା ଶାରଳାଙ୍କ ପୀଠରେ ଅନୁଷ୍ଠିତ ହୋଇଥାଏ। କାଳିଆ ସାଆନ୍ତ ଶୋଇବା ପୂର୍ବରୁ ଶ୍ରୀମନ୍ଦିରରେ ଦେବଦାସୀମାନେ ଯେପରି ନୃତ୍ୟ ପରିବେଷଣ କରିଥାନ୍ତି, ସେହିପରି ମା ଶାରଳାଙ୍କ ପୀଠରେ ମଧ୍ୟ ଦେବଦାସୀ ନୃତ୍ୟର ପରମ୍ପରା ରହିଆସିଛି। ପ୍ରତିବର୍ଷ ବୈଶାଖ ମାସରେ ଶ୍ରୀମନ୍ଦିରରେ ଯେପରି ମହାପ୍ରଭୁ ଚାପ ଖେଳିଥାନ୍ତି, ସେହିପରି ଝଙ୍କଡ଼ ବାସିନୀ ମା ଶାରଳା ମଧ୍ୟ ଚାପ ଖେଳିଥାନ୍ତି। ତେବେ ଚନ୍ଦନ ଯାତ୍ରାରେ ଏପରି ନୃତ୍ୟ ପରିବେଷଣ ଚନ୍ଦନ ଯାତ୍ରାକୁ ଅଧିକ ଆକର୍ଷିତ କରିଛି। ପ୍ରତ୍ୟହ ମା ଶାରଳାଙ୍କ ମଙ୍ଗଳ ଆଳତି, ମାର୍ଜନା, ଅବଢ଼ା ଲାଗି ବାଳଧୂପ ପରି ପାରମ୍ପରିକ ପୂଜା ଅର୍ଚ୍ଚନା କରାଯାଇଥାଏ। ମଧ୍ୟାହ୍ନରେ ମା ଶାରଳାଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ବେଶରେ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରି ଘଣ୍ଟ ଘଣ୍ଟା, ଭେରି ତୁରୀ, ବାଜା ବାଣ ରୋଷଣୀରେ ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ଏହି ଚନ୍ଦନ ଯାତ୍ରା ଅବସରରେ ଦେବଦାସୀମାନେ ମାଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବା ଏହି ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ବିଭାବ। ଆଗାମୀ ଦିନରେ ଏହି ଗୋଟି ପୁଅ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଦିଗରେ ସଂସ୍କୃତି ବିଭାଗ ତଥା ଶାରଳା ମନ୍ଦିର ପ୍ରଶାସକ ଦୃଷ୍ଟି ଦେବା ଜରୁରୀ। ବ୍ୟୁରୋ ରିପୋର୍ଟ, ଭକ୍ତି ଓଡ଼ିଶା।